ଆମେ ସମସ୍ତେ ଇଂରାଜୀରେ ରାଇଟର, ଅଥର ଏବଂ ପୋଏଟ୍ ଶବ୍ଦ ଶୁଣିଛେ, କିନ୍ତୁ ଏମାନଙ୍କ ଭିତରେ ଫରକ କ'ଣ ଆଜି ମୁଁ କହିବି। ପ୍ରଥମେ ଆସିଲେ ରାଇଟର। ଯେଉଁ ବ୍ୟକ୍ତି କିଛି ବି ଲେଖନ୍ତି ସିଏ ଜଣେ ରାଇଟର। ଯେମିତିକି ଆମେ ଖାତାରେ ନୋଟ୍ସ ଲେଖୁଛେ କିମ୍ବା କିଏ ଡାଏରୀ ଲେଖୁଛି, ଏଥିପାଇଁ କୌଣସି ବହି ଛପା ହେବା ଦରକାର ନାହିଁ। ଦ୍ୱିତୀୟରେ ହେଲେ ଅଥର। ଯେତେବେଳେ ଜଣେ ରାଇଟର ତାଙ୍କର ନିଜ ଗପ କିମ୍ବା ଚିନ୍ତାଧାରାକୁ ଏକ ବହି ଆକାରରେ ବଜାରରେ ପ୍ରକାଶ କରନ୍ତି, ସେତେବେଳେ ତାଙ୍କୁ ଅଥର କୁହାଯାଏ। ଆମ ବହିର ଲେଖକମାନେ ହେଉଛନ୍ତି ଅଥର। ଏବଂ ଶେଷରେ ହେଲେ ପୋଏଟ୍, ଯାହାଙ୍କୁ ଆମେ ଓଡ଼ିଆରେ କବି କହୁ, ଯିଏ କାହାଣୀ ନ ଲେଖି ସୁନ୍ଦର ସୁନ୍ଦର କବିତା, ଗୀତ ଏବଂ ଛନ୍ଦ ଲେଖନ୍ତି, ସେ ହେଉଛନ୍ତି ପୋଏଟ୍। ଯେମିତି ଆମ ସ୍ୱଭାବ କବି ଗଙ୍ଗାଧର ମେହେର। ସହଜରେ ମନେ ରଖିବା ପାଇଁ ଖାତାରେ ଗପ ଲେଖିଲେ ଆପଣ ରାଇଟର, ସେଇ ଗପ ବହି ହୋଇ ଛପିଗଲେ ଆପଣ ଅଥର, ଆଉ ଗପ ବଦଳରେ କବିତା ଲେଖିଲେ ଆପଣ ପୋଏଟ୍। ବୁଝିଗଲେ ତ?